ଅଫିସର ଭାଲୁ ତାର ଟିମ୍ ନେଇକି ସେ କଇଁଆ ଗଛ ପାଖକୁ ଆସିଲା ଓ ସେମାନେ ମିଶି ସେ କଇଁଆ ଗଛକୁ ଗର ଗର କରି କାଟିଦେଲେ। ବିଚାରୀ କଇଁଆ ଗଛ ବହୁତ କଷ୍ଟରେ ମରିଗଲା। କଇଁଆ କାଠରୁ ଲୁହର ପାଣି ଝରିବାକୁ ଲାଗିଲା। କିନ୍ତୁ ଅଫିସର ଭାଲୁ ବା କଣ ଜାଣିବ, ସେ ତ ସରକାର ନିୟମରେ ବନ୍ଧା। ସେମାନେ ଗଛକୁ କାଟି ଦେଇ ରାସ୍ତା କଡ଼ରେ ପକେଇ ଦେଇ ଚାଲିଗଲେ। ବହୁତ ଦିନ ତଳର କଥା। ଥରେ ଏକ ଜଙ୍ଗଲକୁ କିଛି ସରକାରୀ ରେଳ କର୍ମଚାରୀ ଆସିଲେ। ଜଙ୍ଗଲରେ ଯିବା ଆସିବାର ସୁବିଧା ନଥିବାରୁ ସେମାନେ ଜଙ୍ଗଲରେ ଗୋଟିଏ ରେଳ ଷ୍ଟେସନ ବନାଇଲେ ଓ ଜଙ୍ଗଲର ଗଛ କାଟି ରେଳ ଟ୍ରାକ୍ କରିବାକୁ ଲାଗିଲେ। ଷ୍ଟେସନ ଠାରୁ କିଛି ଦୂରରେ ଟୁନି ନାମକ ଏକ ଚଢ଼େଇର ଘର ଥିଲା। ସେ ତାର ଝିଅ ମୁନି ସହିତ ରହୁଥିଲା। ଟୁନି ଚଢ଼େଇର ଘରକୁ ଲାଗି ଗୋଟିଏ ବିରାଟ ବଡ଼ ତେନ୍ତୁଲି ଗଛ ଥିଲା। କିଛି ଲୋକ ସେ ତେନ୍ତୁଲି ଗଛକୁ ପୂଜା କରନ୍ତି। ସେମାନେ ମାନନ୍ତି ଯେ ସେ ତେନ୍ତୁଲି ଗଛରେ ଭଗବାନ ଅଛନ୍ତି। ଆଉ କିଛି ଲୋକ ମାନନ୍ତି ସେ ତେନ୍ତୁଲି ଗଛରେ ଆତ୍ମା ଅଛି। ତେଣୁ ପୂର୍ବପୁରୁଷରୁ ସେ ତେନ୍ତୁଲି ଗଛକୁ କାଟିବା ପାଇଁ ମନା କରାଯାଇଥିଲା। ସେଦିନ ଭାଲୁ ଅଫିସର ରେଳ ଟ୍ରାକ୍ କାମ ପାଇଁ ସେ ତେନ୍ତୁଲି ଗଛ ପାଖରେ ଥିବା ଟୁନି ଚଢ଼େଇ ଘରକୁ ଗଲା ଓ ମା ଟୁନି ଚଢ଼େଇକୁ କହିଲା, ଆଚ୍ଛା, ଏ ରେଳ ଟ୍ରାକ୍ ପାଖରେ ଥିବା ତେନ୍ତୁଲି ଗଛଟା କାହାର? ଆଜ୍ଞା ସାରେ, ଏ ଗଛଟା ଆପେ ଆପେ ଉଠିଛି। ଏ ବହୁତ ପୁରୁଣା ଗଛ ଆଜ୍ଞା। ମୋ ଜେଜେବାପା ଅମଳରୁ ଏ ଗଛ ଅଛି। କେତେ ଝଡ଼ ବାତ୍ୟା ଗଲାଣି, ହେଲେ ଏ ଗଛର କିଛି ବି ହଉନି ଆଜ୍ଞା। ସାରେ, ଏ ଗଛ ଏମିତି ସେମିତି ଗଛ ନୁହେଁ। ଏ ଗଛରେ ସ୍ପିରିଟ୍ ଅଛି ଆଜ୍ଞା। ଏ ଗଛକୁ ଆମେ ପୂଜା କରୁ। ହଠାତ୍ ଟୁନି ମା ଚଢ଼େଇର କଥା ଶୁଣି ଅଫିସର ଭାଲୁ ହସିବାକୁ ଲାଗିଲା ଓ ହସି ହସି କହିଲା, ଆରେ ତମେ ମାନେ କୋଉ ଯୁଗରେ ବଞ୍ଚିଛ କିରେ? ଯୁଗ ଆସିକି କୋଉଠି ହେଲାଣି, ଆଉ ତମେ ମାନେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛ? ହଉ, ସେ ଯାହା ବି ହଉ, ଜଙ୍ଗଲରେ ରେଳ ଟ୍ରାକ୍ କାମ ଚାଲିଛି। ଏ ତେନ୍ତୁଲି ଗଛଟାକୁ ନ କାଟିଲେ ରେଳ ଟ୍ରାକ୍ କାମ ହେଇପାରିବନି, କାରଣ ଏଇ ବାଟ ଦେଇ ରେଳ ଯିବ। ଏହା କହି ଭାଲୁ ଅଫିସର ଚାଲିଗଲା। ଟୁନି ଚଢ଼େଇ ଭାଲୁ ଅଫିସରର କଥା ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଗଲା ଓ ସେ ମନେ ମନେ ବହୁତ ଦୁଃଖୀ ଥିଲା। କାରଣ ସେ ତେନ୍ତୁଲି ଗଛ ସେମାନଙ୍କ ପାଇଁ ମାତ୍ର ଗୋଟିଏ ଗଛ ଥିଲା। ହେଲେ ଟୁନି ଚଢ଼େଇ ସେ ତେନ୍ତୁଲି ଗଛକୁ ନିଜ ଘରର ସଦସ୍ୟ ମାନୁଥିଲା। ତେଣୁ ସେ ଡେରି ନ କରି ଜଙ୍ଗଲର ସବୁ ଜୀବଜନ୍ତୁଙ୍କ ପାଖକୁ ଗଲା ଓ ସେମାନଙ୍କୁ ସବୁ କଥା କହିଲା। ଆରେ ଭାଇମାନେ ଶୁଣ, ଆରେ ଆମ ଜଙ୍ଗଲରେ ରେଳ ଷ୍ଟେସନ ହଉଛି। ଆଜି ରେଳ ଅଫିସର ଆମ ଘରକୁ ଆସିଥିଲେ ଆଉ ଆମ ଘର ପାଖରେ ଥିବା ସେ କଇଁଆ ଗଛକୁ କାଟିଦେବେ ବୋଲି କହୁଥିଲେ। ଭାଇମାନେ, ଏବେ ଆମେ କଣ କରିବା? ଆମ ପୂର୍ବପୁରୁଷରୁ ଆମେ ସେ କଇଁଆ ଗଛକୁ ପୂଜା କରି ଆସୁଛେ। ଜଙ୍ଗଲରେ ଯାହା ବି ବିପଦ ଆସେ ସେ କଇଁଆ ଗଛ ଆମକୁ ରକ୍ଷା କରେ। ଏବେ ଆମକୁ କିଏ ରକ୍ଷା କରିବ? କାହିଁ କେତେ ଝଡ଼ ବାତ୍ୟା ଆସି ଆମ ଘର ଦ୍ୱାର ଭାଙ୍ଗି ଦେଇଛି, ହେଲେ ଆମକୁ ସେ କଇଁଆ ଗଛ ଆଶ୍ରୟ ଦିଏ। ଏବେ ଆମକୁ କିଏ ଆଶ୍ରୟ ଦବ? କିଛି ଗୋଟିଏ କରିବାକୁ ପଡିବ, ନହେଲେ ଘୋର ଅନର୍ଥ ହେଇଯିବ। ଟୁନି ଚଢ଼େଇର କଥା ଶୁଣି ସମସ୍ତେ ବହୁତ ଡରିଗଲେ। କାରଣ ସେମାନେ ବିଶ୍ୱାସ କରୁଥିଲେ ଯେ ସେ କଇଁଆ ଗଛରେ ଦେବ ଆତ୍ମା ଅଛି। ତେଣୁ ସେମାନେ ସବୁ ମିଶିକି ସେ ଭାଲୁ ଅଫିସର ପାଖକୁ ଗଲେ ଓ ସେଠାରେ ପହଞ୍ଚି ଗାଁର ମୁଖିଆ ସାର୍ଗୁଣା ଭାଲୁ ଅଫିସରକୁ କହିଲା, ହେ ଅଫିସର ବାବୁ, ଜଙ୍ଗଲରେ ରେଳ ଷ୍ଟେସନ ହଉଛି, ଏ ତ ବହୁତ ଭଲ କଥା। ହେଲେ ସାରେ, ଆମ ଜଙ୍ଗଲରେ ଥିବା ସେ କଇଁଆ ଗଛକୁ ଆପଣ କାଟି ପାରିବେନି, କାରଣ ସେ ସାଧାରଣ କଇଁଆ ଗଛ ନୁହେଁ। ଜଙ୍ଗଲକୁ ଯାହା ବି ବିପଦ ଆସେ ସେ କଇଁଆ ଗଛ ଆମକୁ ରକ୍ଷା କରେ। ଆଉ ଆମ ପୂର୍ବପୁରୁଷରୁ ମାନି ଆସିଛନ୍ତି, ଆଉ ଆମକୁ କହି ଆସିଛନ୍ତି ଯେ ସେ କଇଁଆ ଗଛକୁ ଜମାରୁ କାଟିବନି। ସେହି ଦିନଠାରୁ ଆମେ ଆମ ପୂର୍ବପୁରୁଷ ମାନଙ୍କର କଥା ମାନି ଆସିଛୁ। ତେଣୁ ଦୟାକରି ଆମ କଇଁଆ ଗଛକୁ କାଟନ୍ତୁନି। ଆମେ ଜାଣିଛୁ ଆପଣ ଏସବୁ କାମ ଜଙ୍ଗଲର ଉନ୍ନତି ପାଇଁ କରୁଛନ୍ତି, ହେଲେ ସାରେ, ସେ କଇଁଆ ଗଛ ତ ରେଳ ଟ୍ରାକ୍ ପାଖାପାଖି ବି ନାହିଁ, ସେ ତ ବହୁତ ଦୂରରେ ଅଛି। ତେଣୁ ସାରେ, ଦୟାକରି ସେ କଇଁଆ ଗଛକୁ କାଟନ୍ତୁନି। ଭାଲୁ ଅଫିସର ଶାଗୁଣା ସରପଞ୍ଚର କଥା ଶୁଣି ବହୁତ ରାଗିଗଲା। ଆରେ
ତମମାନଙ୍କ କଥାରେ କାମ ହବନି। ଆମକୁ ଉପରୁ ଅର୍ଡର ଆସିଛି, ତେଣୁକରି ଯାହା ବି କାମ ହବ ଆମେ ଆମ ହିସାବରେ କରିବୁ। ତେଣୁ ଦୟାକରି ଏଠୁ ଚାଲିଯାଅ, ଆମକୁ ଆମ କାମ କରିବାକୁ ଦିଅ। ଏହା ଶୁଣି ଜଙ୍ଗଲର ସମସ୍ତ ଜୀବଜନ୍ତୁ ନିରାଶ ହୋଇଗଲେ ଓ ସେଠାରୁ ଚାଲି ଆସିଲେ। ସେମାନେ ବା କଣ କରିବେ? ସେଠାକାର ସରକାର ଯାହା ବି କରିବ ସେମାନଙ୍କୁ ମାନିବାକୁ ପଡିବ। କିଛି ସମୟ ପରେ ରାତି ହେଲା। ଟୁନି ଚଢ଼େଇ ଖାଇ ପିଇ ତା ଝିଅ ସହିତ ଶୋଇଥିଲା। ଠିକ୍ ସେହି ସମୟରେ ବାହାରୁ କିଏ ଗୋଟିଏ କାନ୍ଦିବାର ଆବାଜ ଶୁଣାଗଲା। ଟୁନି ଚଢ଼େଇ କାନ୍ଦିବାର ଆବାଜ ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଗଲା ଓ ମନେ ମନେ ଭାବିଲା, ଆରେ ଏତେ ରାତିରେ ଏଠି କିଏ କାନ୍ଦୁଛି? ଯାହା ଲାଗୁଛି ମୋ ଦୁଆର ମୁହଁରେ ବୋଧେ କିଏ ବସିକି କାନ୍ଦୁଛି। ଯାଇକି ଦେଖେ କିଏ ସେଠାରେ ବସିକି କାନ୍ଦୁଛି। ଏହା କହି ଟୁନି ଚଢ଼େଇ ବାହାରକୁ ଗଲା ଓ ଦେଖିଲା ବାହାରେ କେହି ନାହାନ୍ତି। କିନ୍ତୁ ସେ କାନ୍ଦିବାର ଶବ୍ଦ ସେ କଇଁଆ ଗଛରୁ ଆସୁଛି। ଠିକ୍ ସେହି ସମୟରେ ସେ କଇଁଆ ଗଛଟି ଟୁନି ଚଢ଼େଇକୁ କହିଲା, ଆଲୋ ମା, ତୁ ତ ଖାଇ ପିଇକି ଆରାମରେ ଶୋଇ ପଡ଼ିଲୁ, ହେଲେ ମୋତେ ଆଜି ଭୋକ ନାହିଁ କି ନିଦ ନାହିଁ। ମୁଁ ତୁମମାନଙ୍କୁ କେତେ ବଡ଼ ବଡ଼ ବିପଦରୁ ରକ୍ଷା କରିଛି, ହେଲେ ତମେ ମାନେ ମୋତେ କଣ ରକ୍ଷା କରିପାରିବନି? କହଲୋ ମା, କଣ ତମେ ମାନେ ମୋତେ ରକ୍ଷା କରିପାରିବନି? କଣ ମୋ ଜୀବନଟା ଏତେ ଶସ୍ତା? ନିଜର ସ୍ୱାର୍ଥ ପାଇଁ ମୋତେ ମାରିଦବ? ହଠାତ୍ କଇଁଆ ଗଛର କଥା ଶୁଣି ଟୁନି ଚଢ଼େଇ ବହୁତ ଆଶ୍ଚର୍ଯ୍ୟ ହୋଇଗଲା ଓ ସେ ଜାଣିଗଲା ଯେ ତାର ପୂର୍ବପୁରୁଷମାନେ ଯାହା କହୁଥିଲେ ସେ ସବୁ ଠିକ୍ ଥିଲା, ଯେ କଇଁଆ ଗଛରେ କିଏ ଗୋଟିଏ ରହୁଛି। ସେଥିଲାଗି ତାର ଜେଜେବାପା ତାକୁ ସେ କଇଁଆ ଗଛକୁ କାଟିବା ପାଇଁ ମନା କରିଥିଲେ। ଏହା ଶୁଣି ଟୁନି ଚଢ଼େଇ ଆଉ ସେଠାରେ ରହିଲା ନାହିଁ। ସେ ତା ଘର ଭିତରକୁ ଚାଲିଗଲା ଓ ସକାଳ ହବା ଯାଏ ଅପେକ୍ଷା କଲା। ଟୁନି ଚଢ଼େଇ ସକାଳୁ ଉଠି ସେ କଇଁଆ ଗଛ ପାଖକୁ ଗଲା ଓ ଶେଷ ଥର ପାଇଁ ସେ କଇଁଆ ଗଛକୁ ପୂଜା କଲା ଓ କହିଲା, ହେ ପ୍ରଭୁ, ମୋତେ ଏପର୍ଯ୍ୟନ୍ତ ବିଶ୍ୱାସ ହଉନି ଏ କଇଁଆ ଗଛ କଥା କହିପାରୁଛି। ଆମେ ମାନେ ଆଜି ଅସହାୟ ପ୍ରଭୁ, ଆମେ ମାନେ ଏ କଇଁଆ ଗଛକୁ ବଞ୍ଚାଇ ପାରୁନୁ। ଆମ ହାତରେ କିଛି ବି ଶକ୍ତି ନାହିଁ ପ୍ରଭୁ, ଆମକୁ କ୍ଷମା କରିବେ। ଏହା କହି ଟୁନି ଚଢ଼େଇ ପୂଜା କରି ସେଠାରୁ ଚାଲିଗଲା। ତା କିଛି ଦିନ ପରେ ଅଫିସର ଭାଲୁ ତାର ଟିମ୍ ନେଇକି ସେ କଇଁଆ ଗଛ ପାଖକୁ ଆସିଲା ଓ ସେମାନେ ମିଶି ସେ କଇଁଆ ଗଛକୁ ଗର ଗର କରି କାଟିଦେଲେ। ବିଚାରୀ କଇଁଆ ଗଛ ବହୁତ କଷ୍ଟରେ ମରିଗଲା। କଇଁଆ କାଠରୁ ଲୁହର ପାଣି ଝରିବାକୁ ଲାଗିଲା। କିନ୍ତୁ ଅଫିସର ଭାଲୁ ବା କଣ ଜାଣିବ, ସେ ତ ସରକାର ନିୟମରେ ବନ୍ଧା। ସେମାନେ ଗଛକୁ କାଟି ଦେଇ ରାସ୍ତା କଡ଼ରେ ପକେଇ ଦେଇ ଚାଲିଗଲେ। କିଛି ଦିନ ଭିତରେ ଅଫିସର ଭାଲୁ ରେଳ ଟ୍ରାକ୍ ବନେଇଦେଲା। ବିଭିନ୍ନ ଜଙ୍ଗଲରୁ ସମସ୍ତ ଜୀବଜନ୍ତୁ ଆସି ସେ ରେଳରେ ବସିଲେ ଓ ସବୁଦିନ ଯିବା ଆସିବା କଲେ। କିନ୍ତୁ କାହିଁକି କେଜାଣି ଟୁନି ଚଢ଼େଇକୁ ସେ ଜଙ୍ଗଲଟା ଖାଲି ସୁନସାନ୍ ଲାଗୁଥିଲା। ଏମିତି ଲାଗୁଥିଲା ଯେମିତି ସେ ଜଙ୍ଗଲରେ କେହି ବି ରହୁନାହାନ୍ତି। ସେଦିନ ରାତିରେ ଜୋରେ ବର୍ଷା ସହ ଘଡ଼ଘଡ଼ି ହେଲା। ଟୁନି ଚଢ଼େଇକୁ ଜମାରୁ ନିଦ ଲାଗୁନଥିଲା। ସେ ଖାଲି ସେ କଇଁଆ ଗଛ କଥା ମନେ ପକଉଥିଲା। ଠିକ୍ ସେହି ସମୟରେ ଟ୍ରେନ୍ ଆସିବାର ଶବ୍ଦ ଶୁଣାଗଲା। କିନ୍ତୁ ଅଚାନକ ସେ ଶବ୍ଦଟି ଜୋରେ ବଢିବାରେ ଲାଗିଲା। ଯେମିତି ଲାଗିଲା ଟ୍ରେନଟି କୋଉଠି ଗୋଟିଏ ଧକ୍କା ହେଇଯାଇଛି। ଟୁନି ଚଢ଼େଇ ତରବର ହୋଇ ଉଠି ସେ ରେଳ ଟ୍ରାକ୍ ପାଖକୁ ଗଲା। ଠିକ୍ ସେହି ସମୟରେ ଟୁନି ଚଢ଼େଇ ଦେଖିଲା ରେଳଟି ଅନ୍ୟ ଏକ ଟ୍ରାକ୍କୁ ପଳେଇଗଲା ଓ ଅନ୍ୟ ଏକ ରେଳରେ ପିଟି ହୋଇ ସେଇଠାରେ ଭାଙ୍ଗି ଚୁରମାର ହୋଇଗଲା। ସେ ରେଳରେ ବସିଥିବା ଶହ ଶହ ଜୀବନ ଚାଲିଗଲା। ଏସବୁ ଦେଖି ଟୁନି ଚଢ଼େଇ ବହୁତ ଭୟଭୀତ ହୋଇଗଲା। ହଠାତ୍ କିଏ ଗୋଟିଏ ଟୁନି ଚଢ଼େଇକୁ ଡାକି ଡାକି ପାଣି ମାଗିଲା। ପାଣି 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 ପାଣି। ଏହା ଶୁଣି ଟୁନି ଚଢ଼େଇ ତା ପାଖକୁ ଯାଇ ଦେଖିଲା ଗୋଟିଏ ହରିଣର କଟା ମୁଣ୍ଡ ସେଇଠାରେ ପଡ଼ିଛି ଓ ପାଣି ପିଇବ ବୋଲି କହୁଛି। ଏସବୁ ଦେଖି ଟୁନି ଚଢ଼େଇ ଆଉ ସହିପାରିଲାନି। ସେ ତୁରନ୍ତ ଦୌଡ଼ିଗଲା ଓ ସେ ରେଳ ଭିତରେ ପଶି ଅନେକଙ୍କ ଜୀବନକୁ ଉଦ୍ଧାର କଲା। ଟୁନି ଚଢ଼େଇ ଯୁଆଡ଼େ ଦେଖିଲା ସବୁଆଡ଼େ ରକ୍ତର ଛିଟା ପଡ଼ିଛି। ତାକୁ ଏମିତି ଲାଗୁଥିଲା ଯେ ସେ ରକ୍ତର ଛିଟା
ଜୋରେ ଚିତ୍କାର କରି ସାହାଯ୍ୟର ହାତ ମାଗୁଛି। ଠିକ୍ ସେଇ ସମୟରେ ଟୁନି ଚଢ଼େଇର ନଜର ଗୋଟିଏ ଛୁଆ ଟିକି ଚଢ଼େଇ ଉପରେ ପଡ଼ିଲା। ଛୁଆଟିକୁ ଦେଖୁ ଦେଖୁ ଟୁନି ଚଢ଼େଇ ମା କାନ୍ଦି ପକାଇଲା ଓ ସେଇ ଦିନ ଠାରୁ ତା ମନରେ ଗୋଟିଏ ଧାରଣା ଆସିଲା ଯେ ସେ ତେନ୍ତୁଲି ଗଛକୁ କାଟିବା ଦ୍ୱାରା ଏଇ ସବୁ ଘଟଣା ଘଟିଗଲା। ହଁ ଆଜ୍ଞା, ଗଛଟେ ସିନା ନିଜ ପାଟି ଖୋଲି କିଛି କହିପାରେନି, କିନ୍ତୁ ଥରଟେ ଚିନ୍ତା କରନ୍ତୁ, ଗଛର ମଧ୍ୟ ଜୀବନ ଅଛି। ବହୁତ ଦିନ ତଳର କଥା। ଏକ ଜଙ୍ଗଲକୁ ଲାଗି ଗୋଟିଏ ଛୋଟ ଗାଁଟିଏ ଥିଲା। ସେ ଜଙ୍ଗଲରେ କୁନ୍ତି ନାନୀ ନାମକ ଜଣେ ସ୍ତ୍ରୀ ଲୋକ ତାର ସ୍ୱାମୀ ଓ ଛୋଟ ପୁଅ ମୁନା ସହ ରହୁଥିଲା। କୁନ୍ତି ନାନୀର ସ୍ୱାମୀ ଏକ ସଡ଼କ ଦୁର୍ଘଟଣାରେ ଅପଙ୍ଗୁ ହୋଇ ଘରେ ପଡ଼ି ରହିଥିଲା। ସେହିଦିନ ଠାରୁ କୁନ୍ତି ନାନୀ ତାର ଘରର ସବୁ କାମ ଧନ୍ଦା ବୁଝୁଥିଲା ଓ ତାର ପରିବାରକୁ ଚଳାଉଥିଲା। କୁନ୍ତି ନାନୀର ଗାଁକୁ ଲାଗି ଗୋଟିଏ ଛୋଟ ନଦୀଟିଏ ବହି ଯାଇଥିଲା। ବର୍ଷା ଦିନ ହୋଇଥିବାରୁ ସେ ନଦୀରେ ବହୁତ ପାଣି ଆସିଥାଏ। ଗାଁରେ କୌଣସି କୂଅ କିମ୍ବା ନଳକୂଅ ନଥିବାରୁ ଗାଁର ସମସ୍ତ ଲୋକ ସେ ନଦୀର ପାଣିକୁ ବ୍ୟବହାର କରୁଥିଲେ। ସେହି ପାଣିରେ ଗାଧୋଉଥିଲେ ଆଉ ସେହି ପାଣିକି ଛାଣି ପିଉଥିଲେ। ସେଦିନ କୁନ୍ତି ନାନୀ ତାର ଗାଈକୁ ଧରି ନଦୀକୁ ଘାସ ଚରେଇବାକୁ ନେଲା। ହଠାତ୍ ଯାଉ ଯାଉ କୁନ୍ତି ନାନୀର ପଡ଼ୋଶୀ କବିତା କୁନ୍ତି ନାନୀକୁ ଅଟକାଇ କହିଲା, ଆଲୋ କୁନ୍ତି ନାନୀ, ଆଲୋ ତୁ ତ ଗାଈକୁ ଧରି କୁଆଡେ ନେଇକି ଯାଉଛୁ? ଏହା ଶୁଣି କୁନ୍ତି ନାନୀ କହିଲା, ଆଲୋ ଘରେ ମୋର ଛଣ ସରି ଯାଇଛି, ଆଉ ଏ ବର୍ଷା ଦିନେ ମୁଁ କୁଆଡେ ଘାସ ଆଣିବାକୁ ଯିବି? ଯାଉଛି ଗୋଟିଏ କାମ କରିବି, ଗାଈକୁ ନଦୀ କୂଳରେ ବାନ୍ଧି ଦେଇ ଆସିବି। ନଦୀ କୂଳରେ ବହୁତ ଭଲ ଘାସ ହେଇଛି, ମୋ ଗାଈ ସେଠାରେ ପେଟ ପୁରା ଘାସ ଖାଇବ। କୁନ୍ତି ନାନୀର କଥା ଶୁଣିଛି କି ନାଇଁ କବିତା କହିଲା, ଆଲୋ 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 ନାନୀ, ତୁ କଣ ଜାଣିନୁ ନଦୀରେ ପ୍ରବଳ ପାଣି ଆସିଛି? ମୁଁ ଶୁଣିବାକୁ ପାଇଲି ଆମ ଗାଁରେ କିଛି ଲୋକଙ୍କର ଗାଈ ଗୋରୁ ଓ ଛେଳି ମେଣ୍ଢା ଆମ ନଦୀରେ ଭାସି ଯାଇଛନ୍ତି। ସେମାନେ ଆଉ ସେମାନଙ୍କର ଗାଈ ଗୋରୁଙ୍କୁ ପାଉନାହାନ୍ତି। ନାନୀ, ମୋ କଥା ମାନେ, ତୁ ଜମାରୁ ସେ ନଦୀ କୂଳକୁ ଯାଆନା, ସେଠାରେ ଗାଈ ଗୋରୁ ବାନ୍ଧିବାଟା ବିପଦ। କବିତାର ଏଭଳି କଥା ଶୁଣି କୁନ୍ତି ନାନୀ ହସି ହସି କହିଲା, ଆଲୋ ମୋ ଗାଈକୁ ମୁଁ ନଦୀ ଠାରୁ ଦୂରରେ ବାନ୍ଧିବି ଲୋ। ମୁଁ କଣ ନଦୀ ପାଖରେ ବାନ୍ଧୁଛି ଯେ ମୋ ଗାଈ ନଦୀରେ ଭାସିଯିବ? ହଉ ଲୋ ଭଉଣୀ, ମୁଁ ଯାଉଛି। ଗାଈ ବାନ୍ଧି ଆସିଲା ପରେ ମୋର ପୁଣି ଘରେ କେତେ କାମ ପଡିଛି। ଏହା କହି କୁନ୍ତି ନାନୀ ନଦୀ କୂଳକୁ ତା ଗାଈ ବାନ୍ଧିବାକୁ ଗଲା। କିନ୍ତୁ ସେ ଜାଣିନଥିଲା ଯେ ସେ ନଦୀ କୂଳରେ ଗାଁର ଯେଉଁମାନଙ୍କର ଗାଈ ଗୋରୁ ନିଖୋଜ ଅଛନ୍ତି ସେମାନଙ୍କୁ ନଦୀରେ ଥିବା ଏକ ବଡ଼ କୁମ୍ଭୀର ମାରି ଖାଇଛି। ଠିକ୍ ସେହି ସମୟରେ କୁନ୍ତି ନାନୀ ନଦୀ କୂଳରେ ପହଞ୍ଚି ତାର ଗାଈକୁ ନଦୀ କୂଳଠୁ ଟିକେ ଦୂରରେ ବାନ୍ଧିଦେଲା ଓ ତାପରେ ସେ ତାର ଘରକୁ ଫେରି ଆସିଲା। ଏଣେ ଗାଈ ତାର ଛୁଆ ସହିତ କିଛି ସମୟ ସେଠାରେ ଘାସ ଚରିବାକୁ ଲାଗିଲା। ଠିକ୍ ସେହି ସମୟରେ ସେ ଦୁଷ୍ଟ କୁମ୍ଭୀରର ନଜର କୁନ୍ତି ନାନୀର ଗାଈ ଉପରେ ପଡ଼ିଲା। ଏଣେ ଗାଈଟି ବହୁତ ଖୁସିରେ କଅଁଳିଆ ଘାସ ଖାଉଥିଲା ଓ ତାର ଛୁଆ ବାଛୁରୀଟି ତାର ଚାରିପଟେ ଡେଇଁ ଡେଇଁ ଖେଳୁଥିଲା। ଠିକ୍ ସେହି ସମୟରେ କୁମ୍ଭୀର ସେ କଅଁଳିଆ ଛୁଆ ବାଛୁରୀକୁ ଦେଖି ବହୁତ ଖୁସି ହୋଇଗଲା ଓ ଚୁପଚାପ ଛପି ଛପି ସେ କଅଁଳା ବାଛୁରୀ ପାଖକୁ ଗଲା ଓ ତା ପଛପଟୁ ଖପ୍ କିନା ତା ପାଟିରେ ଧରି ପକାଇଲା ଓ କଅଁଳା ବାଛୁରୀଟିକୁ ଟାଣି ଟାଣି ଗଭୀର ନଦୀ ଭିତରକୁ ନେଇଗଲା ଓ ସେଇଠାରେ ହିଁ ତାକୁ ଖଣ୍ଡ ଖଣ୍ଡ କରି ଖାଇଦେଲା। ଏହା ଦେଖି ମା ଗାଈ ବହୁତ ଜୋରରେ ବୋବେଇବାକୁ ଲାଗିଲା ଓ ତା ବେକରେ ଲଗା ଯାଇଥିବା ଦଉଡ଼ିକୁ ଛିଡ଼େଇ ଦେଇ ସେ ନଦୀ ଭିତରକୁ ପଶିଗଲା ଓ ତାର ଛୁଆକୁ ପହଁରି ପହଁରି ଖୋଜିବାକୁ ଲାଗିଲା। କିନ୍ତୁ ମା ଗାଈ ତାର ଛୁଆକୁ ଆଉ ପାଇଲା ନାହିଁ। ମା ଗାଈକୁ ପାଣିରେ ପହଁରୁଥିବାର ଦେଖି ସେ ଦୁଷ୍ଟ କୁମ୍ଭୀର ବହୁତ ଖୁସି ହୋଇଗଲା ଓ ସେ ମା ଗାଈକୁ ଖାଇବାକୁ ଗଲା। ହଠାତ୍ କୁମ୍ଭୀରକୁ ଦେଖି ମା ଗାଈ ପହଁରି ପହଁରି କୂଳକୁ ଯିବାକୁ ଚେଷ୍ଟା କଲା, ହେଲେ ସେ କୂଳରେ ପହଞ୍ଚିବା ପୂର୍ବରୁ ସେ ଦୁଷ୍ଟ କୁମ୍ଭୀର ମା ଗାଈକୁ ତାର ବଡ଼ ପାଟିରେ କାମୁଡ଼ି ଧରି ପକାଇଲା ଓ ତାକୁ ଟାଣି ଟାଣି ନଦୀ ଭିତରକୁ ନେଇଗଲା। ଏମିତି କିଛି ଘଣ୍ଟା ବିତିଗଲା।
ଏଣେ କୁନ୍ତୀ ନାନୀ ତାର ପୁଅ ମୁନାକୁ ଖାଇବାକୁ ଦେଇ କହିଲା, ଆରେ ଧନ, ତୁ ଏବେ ଖାଇଦେ, ମୋର ଶୁଣି କେତେ କାମ ପଡିଛି। ଯାଉଛି ଲୁଗାପଟା ନେଇ ନଈକୁ ଯିବି, ସଫା କରିକି ଆଣିବି। ଶୁଣୁ, ବାପାଙ୍କ ଦେହ ଖରାପ, ତୁ ବାହାରକୁ ଯିବୁନୁ, ବାପାଙ୍କ ପାଖରେ ଥିବୁ। ମୁଁ ଲୁଗା ସଫା କରି ଆମ ବଉଳା ଗାଈକୁ ନେଇକି ଆସିବି। ଏହା କହି କୁନ୍ତୀ ନାନୀ ତାର ଲୁଗାପଟା ଧରି ନଦୀ କୂଳକୁ ସଫା କରିବାକୁ ଗଲା। କିନ୍ତୁ ସେ ଜାଣିନଥିଲା ଯେ ସେ ନଦୀକୁ ଗୋଟିଏ ଭୟାନକ କୁମ୍ଭୀର ଆସିଛି। ଯିଏ ବି ସେ ନଦୀ କୂଳକୁ ଯାଉଛି, କୁମ୍ଭୀର ସେମାନଙ୍କୁ ନଦୀ ଭିତରକୁ ଟାଣି ନଉଛି। ଠିକ୍ ସେଇ ସମୟରେ କୁନ୍ତୀ ନାନୀ ନଦୀ କୂଳରେ ପହଞ୍ଚି ତାର ଲୁଗାପଟା ସବୁ ସଫା କରିବାକୁ ଲାଗିଲା। ହଠାତ୍ ଲୁଗା ସଫା କରୁ କରୁ ତାର ନଜର ନଦୀ ମଝିକୁ ପଡ଼ିଲା। ସେ ଦେଖିଲା ନଦୀ ମଝିରେ ପାଣି ସବୁ ଲାଲ ହୋଇଯାଇଛି। ଯେମିତି ଲାଗୁଥିଲା ନଦୀର ପାଣି ସବୁ ରକ୍ତରେ ପାଲଟି ଯାଇଛି। ନଦୀର ପାଣିକୁ ଲାଲ ହବା ଦେଖି କୁନ୍ତୀ ନାନୀର ମନରେ ସନ୍ଦେହ ଆସିଲା। ତେଣୁ ସେ ମନେ ମନେ ଭାବିଲା, ଆରେ ଆରେ ନଦୀ ପାଣି ଏତେ ଲାଲ କଣ ପାଇଁ ଦିଶୁଛି? ଏଠି ତ କୌଣସି ଜୀବଜନ୍ତୁ ମରିନାହାନ୍ତି, ହେଲେ ନଦୀ ପାଣି ଏତେ ଲାଲ କେମିତି ହେଲା? ଆରେ ଆରେ ମୋ ଗାଈଟିକୁ ଏଇ ପାଖରେ ବାନ୍ଧିଥିଲି। ଆରେ ମୁଁ ଯାଇକି ମୋ ଗାଈକୁ ଦେଖି ଆସେ। ଏହା ଭାବି କୁନ୍ତୀ ନାନୀ ତାର ଲୁଗାପଟାକୁ ନଦୀ କୂଳରେ ଥୋଇ ଦେଇ ତା ଗାଈକୁ ଦେଖିବାକୁ ଗଲା। ହଠାତ୍ କୁନ୍ତୀ ନାନୀ ଦେଖିଲା ସେ ଯେଉଁଠାରେ ତାର ଗାଈକୁ ବାନ୍ଧିଥିଲା ସେଠାରେ ତାର ଗାଈ ନାହିଁ କି ତାର ଛୁଆ ବି ନାହିଁ। ଏହା ଦେଖି କୁନ୍ତୀ ନାନୀ ବହୁତ ଡରିଗଲା ଓ ତାର ଗାଈ ବାଛୁରୀକୁ ଚାରିଆଡେ ଖୋଜିବାକୁ ଲାଗିଲା, କିନ୍ତୁ ପାଇଲା ନାହିଁ। କୁନ୍ତୀ ନାନୀ ନିରାଶ ହୋଇ ନଦୀ କୂଳକୁ ଗଲା ଓ ସେ ନଦୀର ଲାଲ ପାଣିକୁ ଦେଖି ମନେ ମନେ ଚିନ୍ତା କଲା, ହେ ଭଗବାନ, ମୋ ବଉଳାର ଯେମିତି କିଛି ନ ହେଇଥାଉ। ଏବେ ମୁଁ କଣ କରିବି? ଏ ନଦୀ ପାଣି ଏତେ ଲାଲ କଣ ପାଇଁ ଦେଖାଯାଉଛି? ମୋ ବଉଳାର କିଛି ହେଇନି ତ? ମୋ ବଉଳା ଏ ନଦୀରେ ଭାସି ଯାଇନି ତ? ନା ନା, ଏହା କେବେ ବି ସମ୍ଭବ ନୁହେଁ। ମୁଁ ଯାଉଛି ଗାଁ ଲୋକମାନଙ୍କୁ ଡାକିବି, ସେମାନେ ନିଶ୍ଚିତ ମୋତେ ସାହାଯ୍ୟ କରିବେ। ଏହା ଭାବି କୁନ୍ତୀ ନାନୀ ତାର ଲୁଗାପଟା ଧରି ନଦୀ କୂଳରୁ ଫେରି ଆସୁଥିଲା। ଠିକ୍ ସେଇ ସମୟରେ ସେ ଦୁଷ୍ଟ କୁମ୍ଭୀର ନଦୀ କୂଳରେ ଛପିକି ଥିଲା। ହଠାତ୍ କୁନ୍ତୀ ନାନୀ ଯାଉ ଯାଉ ସେ କୁମ୍ଭୀର କୁନ୍ତୀ ନାନୀର ଗୋଡକୁ ଖପକିନା ଧରି ପକାଇଲା ଓ ତାକୁ ନଦୀ ଭିତରକୁ ଟାଣି ନେଲା। ଏଣେ କୁନ୍ତୀ ନାନୀ ଜୋରେ ଚିତ୍କାର କରି ଗାଁ ଲୋକମାନଙ୍କୁ ଡାକ ପକେଇବାକୁ ଲାଗିଲା। ହଠାତ୍ ପାଖରେ ଥିବା କିଛି ଗାଁ ଲୋକ କୁନ୍ତୀ ନାନୀର ଚିତ୍କାର ଶୁଣି ସେଠାକୁ ଦୌଡ଼ି ଆସିଲେ ଓ ଦେଖିଲେ ଗୋଟିଏ ବିଶାଳ କୁମ୍ଭୀର କୁନ୍ତୀ ନାନୀକୁ ଧରି ପକାଇଛି ଓ ତାକୁ ପାଣିରେ ପିଟି ପିଟି ମାରିବାକୁ ଚେଷ୍ଟା କରୁଛି। ଏହା ଦେଖି ଗାଁ ଲୋକମାନେ ସମସ୍ତେ ବହୁତ ଡରିଗଲେ। ସେମାନେ ବା କରିବେ କଣ? କାରଣ କୁନ୍ତୀ ନାନୀକୁ ଯିଏ ବି ରକ୍ଷା କରିବାକୁ ଯିବ ସିଏ ମରିବ। ତେଣୁ ଗାଁ ଲୋକେ ଡରରେ କେହି ସେ ପାଣି ଭିତରକୁ ପଶିଲେ ନାହିଁ। ସେଇଠାରେ ଦେଖୁ ଦେଖୁ କୁମ୍ଭୀର କୁନ୍ତୀ ନାନୀକୁ ପାଣିରେ ପିଟି ପିଟି ମାରିଦେଲା ଓ ତାର ଶରୀରକୁ ଖଣ୍ଡ ଖଣ୍ଡ କରି ଖାଇବାକୁ ଲାଗିଲା। କୁମ୍ଭୀରର ଏଭଳି ଆତଙ୍କ ଦେଖି ଗାଁ ଲୋକେ ସମସ୍ତେ ଭୟଭୀତ ହୋଇଯାଇଥିଲେ, କିନ୍ତୁ କେହି ବି କୁନ୍ତୀ ନାନୀକୁ ଆଉ ବଞ୍ଚେଇ ପାରିଲେ ନାହିଁ। ହଁ ଆଜ୍ଞା, ଏବେ କୁନ୍ତୀ ନାନୀର ପରିବାରକୁ କିଏ ଚଳେଇବ? ବିଚରା ତା ସ୍ୱାମୀଟି ରୋଗ ଶଯ୍ୟାରେ ପଡିଛି, ଆଉ ତାକୁ ନିପୁଅ ମୁନା ତ ଏବେ ଛୋଟ ପିଲା। ସେ ବା କଣ କରିବ? କାହାକୁ ମା ବୋଲି ଡାକିବ? କିଏ ତା କଥା ବୁଝିବ? ହଁ ଆଜ୍ଞା, ସମାଜରେ ଏହିଭଳି ଘଟଣା ଅନେକ ଥର ଘଟିଛି ଏବଂ ଘଟୁଛି ମଧ୍ୟ। ତେଣୁ ଆମମାନଙ୍କର ଦାୟିତ୍ୱ, ଆମେମାନେ ସେମାନଙ୍କର ଦୁଃଖ ବେଳେ ସେମାନଙ୍କୁ ସାହାଯ୍ୟ କରିବା। ଜୟ ଜଗନ୍ନାଥ।